ଦେଖନ୍ତୁ ଆମର ଆସିବାର କାରଣ ଏହି ଯେ 6 ତାରିଖର ଯେଉଁ ଆମର 7 ତାରିଖର ଯେଉଁ ଆମର ଦାଙ୍ଗାମାଟା ହେଇଥିଲା ଆମେ ମାନେ ଏତେ ମର୍ମାନ୍ତିକ ଯେ ଆମେ ପିଲା ଛୁଆ କିଏ କୁଆଡ଼େ ଅଛି ଆମେ ଜାଣିନଥିଲୁ। ସେଥିପାଇଁ ଏବେ ବି ଆମର ଗାଁ ଲୋକେ କୋଉଠି କ'ଣ ଅଛି ଆମେ ଜାଣିନୁ। ହେଲେ ସମସ୍ତଙ୍କୁ ଖୋଜି ଖୋଜି ଆଣିକି ଆଜି ଆମେ ସମସ୍ତେ 26 ନମ୍ବର ଗାଁ ଯେତିକି ଆମର ବାସିନ୍ଦା ଅଛନ୍ତି ସମସ୍ତଙ୍କୁ ନେଇକି ଆମେ କରକୁଣ୍ଡା ସଦର ଥାନାକୁ ଏତଲା ଦେବା ପାଇଁ ଆସିଛି ଯେ ରାକାଲଗୁଡ଼ାର ଯେଉଁ ଲାକେ ପଡ଼ି ଆମ ଜଣେ ଲେଡିଜ ମାନେ ମୃତ୍ୟୁବରଣ ହୋଇଛି। ସେଇ କାରଣରୁ ରାକାଲଗୁଡ଼ା ଯେତିକି ମାନେ ଆଦିବାସୀ ଭାଇମାନେ ଅଛନ୍ତି ସମସ୍ତେ ଆସିକି ଆମ ଘରକୁ ଫାଷ୍ଟ ଭାଙ୍ଗିଲେ, ତାପରେ ନିଆଁ ଲଗାଇଲେ, ଲୁଟପାଟ ନିଆଁ ଲଗାଇଲେ, ଲୁଟପାଟ ବି ତାଙ୍କେ କଲେ, ଦୁଇଟା ଏକା ସାଙ୍ଗରେ କରିଛି। ସେଥିପାଇଁ ଆମେ ଆସିଛୁ ମାନେ ପ୍ରଶାସନ ପାଖକୁ ଆମର ଯେମିତି ଲୁଟପାଟ ଯାହା ହେଇଛି ଆମେ ଏତଲା ଦେବା ପାଇଁ ଆସିଛି। ସାର୍ ଆମକୁ କହିଛନ୍ତି ଯେ ତମେ ତ ଏତିକି ଲୋକ ଆସିଛ ଆଉ ଏତିକି ତ ସବୁ କାଗଜପତ୍ର ଏକାଥରେ ମେଣ୍ଟେନ କରି ହବନି, ତମେ ଯାଅ ଜଣେ ମୁଖିଆ କିଏ ଆସିବେ ସବୁ କାଗଜପତ୍ର ତାଙ୍କେ ଆସି ନେଇକି ଯିବେ, ଏତିକି ଆମକୁ କହିକି ପଠାଇଲେ। ହେଲେ ବି ଆମେ ଏବେ ବି ସଦର ଥାନାରେ ବସିଛୁ। କ'ଣ ପାଇଁ? ଆମକୁ ନ୍ୟାୟ ଦେବା ପାଇଁ ସେମାନେ ଚାହିଁବେ କି ନ ଚାହିଁବେ ଆମେ କେମିତି ଜାଣିବୁ? ସେଟା ଆମକୁ ଜାଣିବାର ନିହାତି ଆବଶ୍ୟକ। ଆମେ କାହିଁକି ନା ଏଇ ଓଡ଼ିଶାରେ ଆମେ ଜନ୍ମ ହେଇଛୁ, ଆମର କ'ଣ ଜନ୍ମଗତ କିଛି ଅଧିକାର ନାହିଁ କି? ଆମେ ଗୋଟେ ଭୋଟ କ'ଣ ଦେଉନାହିଁ କି? ପବ୍ଲିକ ଆମେ ଆଦିବାସୀ ଭାଇମାନେ ଯେମିତି ଭୋଟ ଦେଉଛି ଆମେ ବି ସେମିତି ସରକାରଙ୍କୁ ଭୋଟ ଦେଉଛି। ହେଲେ ସରକାରଙ୍କୁ ଆମେ ଏତେ ନିବେଦନ କରୁଛି ଯେ ଆପଣ ଆମର ଯେତିକି ଆଜି 60-70 ବର୍ଷ ହବ ମା ବାପା ଯେତିକି ଅର୍ଜନ କରିଛି ସେତିକି ଆମକୁ ମୁଖ୍ୟମନ୍ତ୍ରୀ କିଏ ଆମର ମାଝୀ ବାବୁ ତାଙ୍କେ ଆମକୁ 70,000 ଟଙ୍କା 75,000 ଟଙ୍କା ଆମକୁ ଅନୁଦାନ ଦେଲେ। ତାହିଁରେ କ'ଣ ଆମର ଜୀବିକା ନିର୍ବାହ ହବ ନା ଆମର ଗୋଟେ ବାସଘର ହବ ନା ଆମର ପିଲା ଛୁଆ ଯେତିକି ଯେ ସେମାନେ କିଛି ପାଠ ପଢି ପାରିବେ ନା ଆମେ କିଛି କରିପାରିବୁ? ଘର ଖଣ୍ଡ ଆମର ଦରକାର କି ନାହିଁ? ଆଜି ଆମର ଖାଇବା ପାଇଁ କିଛି ନାହିଁ, ପିନ୍ଧିବା ପାଇଁ ବି ଆମର କିଛି ନାହିଁ, ବାସଗୃହ ନାହିଁ, ଛୁଆ ମାନେ ଗଛ ଛାଇରେ ରହୁଛନ୍ତି, ତ୍ରିପଲ 2ଟା ଦେଲେ ତାହିଁରେ ଆମେ ରହୁଛି। ଏତେ କାକରେ ପିଲା ଛୁଆ ସମସ୍ତଙ୍କର କାହାର କାଶି, କାହାର ସର୍ଦ୍ଦି, କାହାର ଥଣ୍ଡା, କାହାର ଜ୍ୱର ଧରିଛି, ଆମେ କେମିତି ବଞ୍ଚିବୁ? ଆମେ କ'ଣ ମଣିଷ ନୁହେଁ? ଆମେ କ'ଣ ନାଗରିକ ନୁହେଁ? ଏ ଓଡ଼ିଶାର ଭିତରେ ଆମେ କ'ଣ ନାଗରିକ ନୁହେଁ? ମାଝୀ ବାବୁ କେମିତି ଏମିତି କାହିଁକି କହିଲେ? ମୋହନ ମାଝୀ ଆମର 70,000 ଟଙ୍କା ଦେଲେ, ସେ କୋରାପୁଟ ଆସିଥିଲେ ମାଲ୍ୟବନ୍ତ କରିବା ପାଇଁ, ଆମର ମାଲକାନଗିରି ଡିଷ୍ଟ୍ରିକ୍ଟରେ ସେ ପହଞ୍ଚିବେନି, ସେ କ'ଣ ମନ୍ତ୍ରୀ ନା ଆଉ କ'ଣ କିଛି? ଆମକୁ କୁହନ୍ତୁ, ଆମକୁ ନ୍ୟାୟ ଦିଅନ୍ତୁ ମାଝୀ ବାବୁ। ଆପଣ ଆସିଲେ ଆଜି ଏତେ ବଡ ଦାଙ୍ଗା ହେଇଛି ମାଲକାନଗିରି ଡିଷ୍ଟ୍ରିକ୍ଟରେ 26 ନମ୍ବରରେ, କାହିଁକି ଆମର ପାଦ ପଡେ ନାହିଁ ସେତିକି ମତେ କୁହନ୍ତୁ। ଆମେ ସମସ୍ତ କହୁଛି ଆମର 26 ନମ୍ବର ଯେତିକି ଆମର ଗାଁବାସୀ ଅଛି ସମସ୍ତେ ଆମେ ତାକୁ ନ୍ୟାୟ ମାଗୁଛି, ଆମକୁ ନ୍ୟାୟ ଦିଅନ୍ତୁ। ଆମେ ସେ 70,000 75,000 ଟଙ୍କାରେ ଆମର କିଛି ହବ ନାହିଁ। ଆମର ଯେତିକି ଡକୁମେଣ୍ଟ ଥିଲା, କୋଉ ପିଲା ଚାକିରି କରୁଛି, କୋଉ ପିଲା ପାଠ ପଢୁଛି, କାହାର ଆଧାର କାର୍ଡ, କାହାର ଛୋଟ ଛୁଆର ପୋଲିଓ କାର୍ଡ କିଛି ବି ଆମର ନାହିଁ। ହେଲେ ଆମେ କେମିତି ଯିବୁ? ଆମେ କେମିତି ବଞ୍ଚିବୁ? ସେଥିପାଇଁ ବାରମ୍ବାର ଆମେ କହୁଛୁ ପ୍ରଶାସନକୁ ଆମକୁ ଟିକେ ନ୍ୟାୟ ଦିଅନ୍ତୁ।